ନିଶାଗାଡ଼ିଆ ଗାଁରେ ଦେଖାଦେଇଛି ପାନୀୟ ଜଳର ଅଭାବ। ଜଳ ହିଁ ଜୀବନ, ଜଳ ହିଁ ସୃଷ୍ଟି। ମଣିଷ ସମାଜ ହେଉ କି ଗଛଲତା ହେଉ, ସମସ୍ତଙ୍କ ପାଇଁ ଅତି ଆବଶ୍ୟକ ଜଳ। ଜଳ ବିନା ସୃଷ୍ଟି ରହିନାହିଁ କି ରହିପାରିବ ନାହିଁ। କେବଳ ଯେ ପିଇବା ପାଇଁ ହିଁ ପାଣି ଆବଶ୍ୟକ ତାହା ନୁହଁ। ପ୍ରତ୍ୟେକ କ୍ଷେତ୍ରରେ ସର୍ବପ୍ରଥମେ ପାଣିର ଆବଶ୍ୟକ ପଡ଼ିଥାଏ। ଖରାଦିନ ଆସିନାହିଁ, ବର୍ତ୍ତମାନରୁ ପାନୀୟ ଜଳର ସମସ୍ୟା ଦେଖାଦେଲାଣି। ଆଗକୁ ଖରାଦିନ ଆସୁଥିବାରୁ ପାନୀୟ ଜଳ ସଙ୍କଟର ଜୀବନ୍ତ ରୂପ ଗ୍ରାମବାସୀଙ୍କୁ ଅଥୟ କରିଦେଲାଣି। ଏମିତି ଏକ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ନିଶାଗଡ଼ିଆ ଗ୍ରାମର ଜାମୁଦା ସାହିରେ, ଯେଉଁଠାରେ କି ବର୍ତ୍ତମାନ ପାନୀୟ ଜଳ ପାଇଁ ମହିଳାମାନଙ୍କ ଆଖିରୁ ନିଦ ହଜେଇ ଦେଇ ସାରିଲାଣି। ସରକାର ସ୍ତରରେ ଅନେକ ଡିଣ୍ଡିମ ପିଟା ଚାଲିଛି। ପାନୀୟ ଜଳ ସମସ୍ୟାକୁ ଦୂର କରାଯିବ ବୋଲି ବର୍ଷ ବର୍ଷ ହେଲା ଘୋଷଣା କରାଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଘୋଷଣାଟି ଘୋଷଣା ହୋଇ ପ୍ରଶାସନ ପାଖରେ ଲୁଚି ରହିଯାଉଛି। କେନ୍ଦୁଝର ଜିଲ୍ଲା ଏକ ରତ୍ନଗର୍ଭା ମାଟିର ଅସରନ୍ତି ଭଣ୍ଡାର। ଖଣି ଖାଦାନରେ ପରିପୂର୍ଣ୍ଣ ଥିବା କେନ୍ଦୁଝର ଜିଲ୍ଲାରୁ ଦୈନିକ ଖଣିଜ ସମ୍ପଦ ଯାଇ ଦେଶ ପ୍ରଚୁର ପରିମାଣରେ ରାଜସ୍ୱ ହାତେଇ ନେଉଛି। ଯେଉଁ ମାଟି ପାଇଁ ଆଜି ଦେଶରେ ଆର୍ଥିକ ମାନଦଣ୍ଡର ସୁଦୃଢ଼ ହୋଇ ଆର୍ଥିକ ସମସ୍ୟାକୁ ଦୂର କରିପାରିଛି, ସେହି କେନ୍ଦୁଝର ମାଟି ଆଜି ପାଣି ବିକଳରେ ଛଟପଟ ହେଉଛି। ଯେଉଁ ଜିଲ୍ଲାର ଖଣିଜ ସମ୍ପଦରେ ଆଜି ଦେଶର ଉନ୍ନତି ଘଟିଛି, ସେହି କେନ୍ଦୁଝର ଜିଲ୍ଲାରେ ଘଟି ଚାଲିଛି ଅବନତି। ବିଭିନ୍ନ ଖଣି ମାଲିକମାନେ ଖଣି ଖାଦାନ କରି ମାଲେମାଲ ହୋଇ ରହିଥିବା ବେଳେ ସେହି ଖଣି ଖାଦାନ ଅଞ୍ଚଳରେ ବସବାସ କରୁଥିବା ନିରୀହ ମଣିଷମାନଙ୍କ ପାଇଁ ଟପାଏ ପିଇବା ପାଣି ଯୋଗାଇ ଦେବାରେ ସରକାର ବିଫଳ ହୋଇଛି। ରାତି ପାହିଲା ମାନେ ମହିଳାମାନଙ୍କୁ ଘାରିଛି ପାନୀୟ ଜଳର ସମସ୍ୟା। ଯଥାଶୀଘ୍ର ପାଣି ଆଣି ରୋଷେଇ କରି ଶୀଘ୍ର କାମଧନ୍ଦାକୁ ଯିବା ପାଇଁ ଚେଷ୍ଟା କରୁଥିବା ମହିଳା କୂଅ କିମ୍ବା ନଳକୂଅ ପାଖରେ ଧାଡ଼ି ବାନ୍ଧି ଛିଡ଼ା ହୋଇ ରହୁଛନ୍ତି। ପାଣି ନ ନେଲେ ପିଲାମାନଙ୍କ ପାଇଁ ରୋଷେଇ କରି ସ୍କୁଲ ପଠାଇବେ କେମିତି? ରୋଷେଇ ନ ହେଲେ ସେମାନେ ନିଜ କାମଧନ୍ଦା କରିବେ କେମିତି? ଏହି ପାନୀୟ ଜଳ ସମସ୍ୟାରେ ନାନା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ବହୁ କଷ୍ଟରେ ନଳକୂପରୁ ପାଣି ଟୋପାଏ ବାହାରିଲେ ତାହା ପୁଣି ପିଇବା ଉପଯୋଗୀ ହୋଇପାରେ ନାହିଁ। ନାଲି ରଙ୍ଗର ଅସନା ପାଣି ବାହାରୁଥିବା ପ୍ରଶାସନର ନଜରକୁ ଆସୁଥିଲେ ମଧ୍ୟ ପାଣି ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେଉନାହିଁ, ଯାହାଫଳରେ କି ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହୋଇ ଗ୍ରାମବାସୀ ଅତିଷ୍ଠ ହୋଇଗଲେଣି। ଆଗକୁ ଆସୁଛି ଖରାଦିନ। ବର୍ତ୍ତମାନର ପାଣି ସମସ୍ୟା ଭୋଗୁଥିବା ଗ୍ରାମବାସୀ ଖରାଦିନେ ଯେ କେମିତି ବିଷମ ସମସ୍ୟାରେ ଗତି କରୁଥିବେ ତାହା ବର୍ତ୍ତମାନରୁ ସ୍ପଷ୍ଟ ଭାବରେ ଦେଖାଯାଉଛି। ପ୍ରଶାସନକୁ ନିନ୍ଦା କରୁଛନ୍ତି ସାଧାରଣ ଜନତା ସହିତ ବୁଦ୍ଧିଜୀବୀ ମହଲରେ। ଏହି ଜାମୁଦା ସାହିରେ ବର୍ତ୍ତମାନ ସମୟରୁ ପିଇବା ପାଣି ସମସ୍ୟାର ସୁଧାର ନ ଆଣିଲେ ଖରାଦିନେ ନାନା ଅସୁବିଧାର ସମ୍ମୁଖୀନ ହୋଇ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେବାର ସମ୍ଭାବନା ରହିଛି। ପାନୀୟ ଜଳ ସମସ୍ୟା ଲାଗି ରହି ଛୋଟ ଛୋଟ ପିଲାମାନେ ପାଣି ପିଇ ରୋଗାକ୍ରାନ୍ତ ହେବା ପୂର୍ବରୁ ପ୍ରଶାସନ କଡ଼ା ନଜର ଦେଇ ଆଗ ଏହି ଜାମୁଦା ସାହି ପାଇଁ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ସାଧାରଣରେ ପ୍ରଶାସନ ପାଖରେ ଗୁହାରି ଜଣାଉଛନ୍ତି। ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, এবি ନ୍ୟୁଜ୍।